ଶ୍ରୀରାମ ନବମୀ ରାମ ନବମୀ ଦିନ ଏମିତି କ'ଣ ଉପାୟ କରିବେ ଆପଣ ଯାଦ୍ୱାରା କି ଆପଣଙ୍କର ମନୋକାମନା ପୂରଣ ହେବ। ଯାହା ବି ଆପଣଙ୍କର ଇଚ୍ଛା ଅଛି, ଯାହା ଆପଣ ପାଇବାକୁ ଚାହୁଁଛନ୍ତି ତାହା ଆପଣଙ୍କର ପୂରଣ ହୋଇଯିବ। ଯେମିତିକି ଧରନ୍ତୁ ହୁଏତ ଆପଣମାନେ ବିଦ୍ୟାରେ ସଫଳତା ପାଇବା ପାଇଁ ଚାହୁଁଥାନ୍ତି, କିମ୍ବା ଆପଣଙ୍କର ଲଭ୍ ଲାଇଫ୍ରେ ହେଉ, କିମ୍ବା ବୈବାହିକ ଜୀବନରେ ହେଉ, କିମ୍ବା କାର୍ଯ୍ୟକ୍ଷେତ୍ରରେ ବି ହେଉ, ଯଦି ଆପଣମାନେ ସଫଳତା ପାଇବା ପାଇଁ ଚାହୁଁଥାନ୍ତି, କୌଣସି ପ୍ରକାରର ଯଦି ଆପଣ ଅସଫଳତା ଭୋଗ କରୁଥାନ୍ତି, କାର୍ଯ୍ୟରେ ଯଦି ବାଧକତା ଆସୁଥାଏ, ତାହେଲେ କ'ଣ ଉପାୟ କରିବେ, କ'ଣ ଉପାୟ କଲେ ଖାସ କରିକି ରାମଚନ୍ଦ୍ରଙ୍କ ପାଖରେ ଏ ରାମନବମୀ ଦିନ କ'ଣ ଉପାୟ କରିବେ ଯାଦ୍ୱାରା କି ଆପଣଙ୍କର ମନୋକାମନାର ଶୀଘ୍ର ପୂରଣ ହେବ। ତା ସହିତ ଜାଣିବା ଯେ ଏ ରାମନବମୀ ଦିନ ଆମକୁ କ'ଣ କ'ଣ ସବୁ ନିୟମର ମଧ୍ୟ ପାଳନ କରିବା ଆବଶ୍ୟକ। ତା ସହିତ ଜାଣିବା ଯେ ଏ ରାମନବମୀ ଦିନ ଆମେ କେଉଁ ପରିବା ଖାଇବା ନାହିଁ, କ'ଣ କ'ଣ ସବୁ କରିବା ନାହିଁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ବହୁତ ବଢ଼ିଆ ଭିଡ଼ିଓ, ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଭଲ ଲାଗିବ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ପ୍ରଥମେ ଜାଣିବା ଯେ ରାମନବମୀ ଦିନ ଆମେ କେଉଁ ପରିବା ଖାଇବାନି। ଦୁଇଟି ପରିବା, ଗୋଟିଏ ପରିବା ତ ହେଉଛି କ'ଣ ନା ଲାଉ। ଲାଉ ଆପଣମାନେ ଖାଇବେନି। ତା ସହିତ କେତେକଙ୍କ ମତରେ ବାଇଗଣ ମଧ୍ୟ ଏହି ଦିନ ଖାଇବା ନିଷେଧ। ତେଣୁ ଯଦି ଦୁଇଟି ଯାକ ପରିବା ଆପଣ ନ ଖାଆନ୍ତି ଭଲ କଥା, ଯେମିତି ଆପଣଙ୍କର ଇଚ୍ଛା, କିନ୍ତୁ ଲାଉ ସେଦିନ ଭକ୍ଷଣ କରିବେ ନାହିଁ। ତା ସହିତ ମସୁର ଡାଲି ମଧ୍ୟ ଏହି ଦିନ ଭକ୍ଷଣ କରିବା ଅନୁଚିତ। ତେଣୁ ଏ କଥାର ପାଳନ ଆପଣମାନେ କରିବେ। ବର୍ତ୍ତମାନ ଆସନ୍ତୁ ଜାଣିବା ଏ ରାମନବମୀ ଦିନ ଆଉ କ'ଣ କ'ଣ ସବୁ ଆପଣ କରିବେନି। ଦେଖନ୍ତୁ, ଏଦିନ ମଦ୍ୟ, ମାଛ, ମାଂସ ଏସବୁ ମାନେ ଆମିଷ ଭକ୍ଷଣ କରିବେ ନାହିଁ, ତା ସହିତ ମଦ୍ୟପାନ କରିବେ ନାହିଁ। ଇଏ ଗଲା। ତାପରେ କ'ଣ କରିବେନି ନା, ଦେଖନ୍ତୁ ଏଦିନ ଯଦି ପାରିବେ ପିଆଜ ରସୁଣ ଯଦି ନ ଖାଆନ୍ତି ବି ତାହେଲେ ବହୁତ ଭଲ କଥା। ସାତ୍ବିକ ଭୋଜନ ଯଦି ଗ୍ରହଣ କରନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କ ପାଇଁ ଭଲ ହେବ। ଆଉ ଖାସ କରିକି ଯଦି ଆପଣମାନେ ଏ ଉପାୟ କରିବାକୁ ଚାହୁଁଛନ୍ତି ତାହେଲେ ପିଆଜ ରସୁଣ ଆପଣମାନେ ଖାଇବେ ନାହିଁ, ମସୁର ଡାଲି ଖାଇବେ ନାହିଁ, ଲାଉ ଭକ୍ଷଣ କରିବେ ନାହିଁ, ଆମିଷ ଭକ୍ଷଣ କରିବେ ନାହିଁ। ଏସବୁ ନିହାତି ଆପଣ ପାଳନ କରିବେ। ତେବେ ମୁଁ କେତେ ଗୁଡ଼ିଏ ଉପାୟ କହିବି, ଆପଣମାନେ ତା ମଧ୍ୟରୁ ଯେଉଁଟା ଗୋଟିଏ ବି କଲେ ହେବ। ପ୍ରଥମ ଉପାୟ, କୌଣସି ମନୋକାମନା ପୂରଣ କରିବାକୁ ଚାହୁଁଛନ୍ତି ତାହେଲେ ଏଇ ଜିନିଷଟି ନିହାତି ଭାବରେ ଅର୍ପଣ କରିବେ। ଦେଖନ୍ତୁ, ନାରାୟଣଙ୍କ ପାଖରେ ତୁଳସୀ ଲାଗେ, ଅତି ପ୍ରିୟ ତୁଳସୀ ତାଙ୍କର। ତେଣୁ ଯେହେତୁ ନାରାୟଣଙ୍କର ଅବତାର ହେଉଛନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର, ମର୍ଯ୍ୟାଦା ପୁରୁଷ, ସେଥିପାଇଁ ତାଙ୍କ ପାଖରେ ମଧ୍ୟ ତୁଳସୀ ଅର୍ପଣ କରାଯିବ। ତେଣୁ କ'ଣ କରିବେ ନା, ଆପଣଙ୍କର ଜନ୍ମ ବର୍ଷର ସଂଖ୍ୟା ହିସାବରେ ତୁଳସୀ ପତ୍ର ସଂଗ୍ରହ କରିବେ। ଧରନ୍ତୁ ଆପଣଙ୍କୁ 30 ବର୍ଷ, 25 ବର୍ଷ, ସେତିକି ସଂଖ୍ୟାର ଆପଣ କ'ଣ କରିବେ ନା ତୁଳସୀ ପତ୍ର ସଂଗ୍ରହ କରିବେ। ତାକୁ ଆପଣଙ୍କର ଯେକୌଣସି କାର୍ଯ୍ୟରେ ବାଧକତା ହେଉଛି, ଖାସ କରିକି ଏଇଟା କେତେବେଳେ କରିବେ ନା, ଆପଣଙ୍କର ଧରନ୍ତୁ ବିଦ୍ୟାରେ ସଫଳତା ପାଇଁ ଚାହୁଁଛନ୍ତି, କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ ଚାହୁଁଛନ୍ତି, ଚାକିରିରେ ସଫଳତା ପାଇବା ପାଇଁ ଚାହୁଁଛନ୍ତି, କିମ୍ବା ନୂଆ ଚାକିରିଟିଏ ପାଇବାକୁ ଚାହୁଁଛନ୍ତି, ତାହେଲେ ଏ କାମଟି କରିବେ। ଆପଣଙ୍କର ବର୍ଷ ସଂଖ୍ୟାରେ ଯେତିକି ବର୍ଷ ଆପଣଙ୍କୁ ସେତିକି ସଂଖ୍ୟକ ତୁଳସୀ ପତ୍ର, ଆପଣ ତୁଳସୀ ପତ୍ରରେ ଟିକେ ଚନ୍ଦନ ଲଗେଇଦେବେ, ଲଗେଇକି ରାମଚନ୍ଦ୍ରଙ୍କୁ ଅର୍ପଣ କରିବେ। ଯଦି ଆପଣ ଲଭ୍ ଲାଇଫ୍ରେ କିମ୍ବା ବୈବାହିକ ଜୀବନରେ ଆପଣଙ୍କର ତିକ୍ତତା ଦେଖାଯାଉଛି, ସେଥିରେ ସଫଳ ହେବାକୁ ଚାହୁଁଛନ୍ତି, ସେଥିରେ ଆପଣଙ୍କର ଯାହା ବି ସବୁ ଅସୁବିଧା ଅଛି, ସେସବୁ ସମସ୍ୟାର ସମାଧାନ ଚାହୁଁଛନ୍ତି, ତାହେଲେ କ'ଣ କରିବେ ନା, ଆପଣଙ୍କର ଜନ୍ମ ବର୍ଷର ମାନେ ଆପଣଙ୍କର ବୟସର ସଂଖ୍ୟା ଧରନ୍ତୁ 25 ବର୍ଷ, ଆପଣ ଯାହା ସହିତ ବିବାହ ବନ୍ଧନରେ ବାନ୍ଧିବାକୁ ଚାହୁଁଛନ୍ତି ବା ଆପଣଙ୍କର ସାଥୀଙ୍କର ବୟସ ଧରନ୍ତୁ 20 ବର୍ଷ, ସେତିକି ସଂଖ୍ୟକ ତୁଳସୀ ପତ୍ର ସଂଗ୍ରହ କରିବେ ଏବଂ ସବୁଥିରେ ତୁଳସୀ ପତ୍ରରେ ଆପଣଙ୍କର ମନୋକାମନା କହିକି ଜଣେଇକି ସବୁଥିରେ ଚନ୍ଦନ ଲଗେଇବେ, ଲଗେଇକି ଅର୍ପଣ କରିବେ। ଆପଣ ଅଲଗା ଅଲଗା ରଖିବେ ତୁଳସୀ ପତ୍ର, ଦୁଇଟି ଯାକ ଅଲଗା ଅଲଗା ରଖିବେ। ଆପଣଙ୍କର ଗୋଟିଏ ଚଢ଼େଇବେ, ତାଙ୍କ ନାମରେ ଗୋଟିଏ ଚଢ଼େଇବେ, ଆପଣଙ୍କ ନାମରେ ଗୋଟିଏ ଚଢ଼େଇବେ, ତାଙ୍କ ନାମରେ ଗୋଟିଏ ଚଢ଼େଇବେ। ଏମିତି ଚଢ଼େଇବେ, କିନ୍ତୁ ମନୋକାମନା କ'ଣ ଥିବ ନା, ଆପଣ ଚାହୁଁଛନ୍ତି ତାଙ୍କ ସହିତ ମୋର ବିବାହ କେମିତି ହେଇଯାଉ, ଏ ମନୋକାମନା ଥିବ। ସେହିପରି ଯଦି ଆପଣଙ୍କର ଫ୍ୟାମିଲି ରିଲେସନସିପ୍ରେ ଯଦି ଡିଷ୍ଟର୍ବାନ୍ସ ହେଉଛି, ବୈବାହିକ ଜୀବନ ଯଦି କୌଣସି ପ୍ରକାରର ସମସ୍ୟା ଦେଖାଯାଉଛି, ତାହେଲେ ଏଇଭଳି ଉପାୟଟି କରିବେ, ଏକା ପ୍ରକାରର ଉପାୟ କରିବେ। ଖାଲି ମନୋକାମନା ଆପଣଙ୍କର କ'ଣ ଥିବ ନା,
କେମିତି ଆମର ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଭଲ ହେଇଯାଉ ପ୍ରଭୁ, ଏହା ମନୋକାମନା କରିକି, ଏହା ଚିନ୍ତନ କରିକି ଆପଣମାନେ କରିବେ। ଏବଂ ଆପଣ ଯଦି ଆହୁରି ବଢ଼ିଆ ହେବ କ'ଣ, ଖାସ୍ କରିକି ଯେଉଁମାନେ ବିବାହିତ ଯେଉଁମାନେ, ସେମାନେ କ'ଣ କରିପାରିବେ ନା ତୁଳସୀ ପତ୍ରରେ ଟିକେ ମହୁ ଲଗେଇକି ମଧ୍ୟ ରାମଚନ୍ଦ୍ରକୁ ଆପଣମାନେ ଅର୍ପଣ କରିପାରିବେ। ଟିକିଏ ମହୁରେ ଲଗେଇଦେବେ, ତୁଳସୀ ପତ୍ର ଟିକେ ମହୁ ଲଗେଇଦେବେ, ତାକୁ ଅର୍ପଣ କରିବେ, ଏମିତି ମଧ୍ୟ କରିପାରିବେ। ତା ସହିତ ଆଉ କ'ଣ କରିବେ ନା ଗୋଟେ ତୁଳସୀ ମାଳିଟିଏ କିଣିକି ନେଇକି ଆସିବେ ବଜାରରୁ। ଗୋଟିଏ ନୁହଁ, 3ଟି ମାଳି ନେଇକି ଆସିବେ। କାହିଁକି ନା 3 ମୂର୍ତ୍ତି ଥିବେ ନା, ରାମଚନ୍ଦ୍ର ଥିବେ, ଲକ୍ଷ୍ମଣ ଥିବେ ଏବଂ ତାଙ୍କ ସହିତ ମା ସୀତା ମଧ୍ୟ ଥିବେ। ତେଣୁ 3 ଜଣଙ୍କୁ 3ଟି ମାଳି ଆପଣ ଅର୍ପଣ କରିବେ। ଆଉ ଗୋଟିଏ ଯଦି ଆପଣମାନେ ଧାରଣ କରିବେ ତାହେଲେ 4ଟି ମାଳି ନେଇକି ଆସିବେ, 4ଟି ଯାକ ପୂଜା କରିବେ, ଠାକୁରଙ୍କୁ 3ଟି ସମର୍ପଣ କରିଦେବେ, ଗୋଟିଏ ଆପଣଙ୍କ ପାଇଁ ରଖିବେ ଆଉ ତାକୁ ଧାରଣ କରିବେ। ଏହି ଉପାୟରେ ଆପଣମାନେ କରନ୍ତୁ। ଏବଂ ଆଉ ଗୋଟିଏ କଥା, ଏହି ଉପାୟ କରିବା ସମୟରେ ହନୁମାନଙ୍କୁ ମଧ୍ୟ କିଛି ପୁଷ୍ପ, କିଛି ଅକ୍ଷତ ଏବଂ କିଛି ତୁଳସୀ ପତ୍ର ନିଶ୍ଚିନ୍ତ ଅର୍ପଣ କରିବେ। ହନୁମାନ ହେଉଛନ୍ତି ତାଙ୍କର ବାହନ, ତାଙ୍କର ଭକ୍ତ। ତେଣୁ ହନୁମାନଙ୍କୁ ନିଶ୍ଚିନ୍ତ ଭାବରେ ଜଣେଇବେ ଆପଣଙ୍କର ଦୁଃଖ। କାହିଁକିନା ହନୁମାନ, ଯେମିତି ଆମେ ଶିବ ମନ୍ଦିର ଗଲେ ଆମର ବୃଷଭଙ୍କୁ କୁହନ୍ତି, ଯେମିତି ଜଗନ୍ନାଥ ମନ୍ଦିର ଗଲେ ଆପଣ ଗରୁଡ଼ଙ୍କ ପାଖରେ କୁହନ୍ତି, ସେମିତି ରାମଚନ୍ଦ୍ରଙ୍କ ପାଖକୁ ଯାଉଛନ୍ତି ମାନେ ହନୁମାନଙ୍କୁ ପ୍ରଥମେ ଜଣେଇବାକୁ ପଡ଼ିବ, ତାଙ୍କ ସେବକଙ୍କୁ ଜଣେଇବାକୁ ପଡ଼ିବ। ତେଣୁ ସେବକଙ୍କୁ ଜଣେଇବେ, ପୁଷ୍ପାଞ୍ଜଳି ଦେଇକି ଜଣେଇବେ ଯେ ପ୍ରଭୁ ଆପଣ ମୋର ଏଇ ଯେଉଁ ମନ କଥାଟିକୁ ପହଞ୍ଚାନ୍ତୁ ପ୍ରଭୁଙ୍କ ପାଖରେ ଆଉ ତାର ସମାଧାନ କରେଇ ଦିଅନ୍ତୁ। ଦେଖିବେ ନିଶ୍ଚିନ୍ତ ଭାବରେ ଆପଣଙ୍କର ସମାଧାନ ହେବ। ଏ ଉପାୟଟି କରିକି ଦେଖିବେ। ଏବେ ଆସନ୍ତୁ ଜାଣିବା ଅନ୍ୟ ଏକ ଉପାୟ ସମ୍ପର୍କରେ। ସେହିପରି ଯଦି ଆପଣମାନେ କାର୍ଯ୍ୟରେ ବାଧକତା ଭୋଗୁଛନ୍ତି, ଯାହାବି ଆପଣଙ୍କର କାମ ଠିକ୍ସେ ହେଉନି, ଚାକିରି କରିଛନ୍ତି ସେଠି ସମସ୍ୟା ଭୋଗୁଛନ୍ତି, ତାହେଲେ କ'ଣ କରିବେ, ରାମନବମୀ ଦିନ ଖାସ୍ କରିକି କ'ଣ କରିବେ ନା ରାମ ରକ୍ଷା ସ୍ତୋତ୍ରର ପାଠ କରନ୍ତୁ। କେତେ ଥର କରିବେ ନା 11 ଥର କରିବେ। ରାମଙ୍କ ପାଖକୁ ଯିବେ, ରାମ ଯେଉଁଠି ପୂଜା ହେଉଥିବ, ରାମ ମନ୍ଦିରକୁ ହେଉ କିମ୍ବା ଯେଉଁଠି ବି ରାମନବମୀରେ ପୂଜା ହେଉଥିବ, ସେଠି ଯାଇକି ଆପଣ ରାମରକ୍ଷା ସ୍ତୋତ୍ରର ପାଠ କରିବେ। ହନୁମାନଙ୍କୁ ଗୋଟା ପାନପତ୍ର ଅର୍ପଣ କରିବେ। ଲାଲ ଚୁନରିଟିଏ ହନୁମାନଙ୍କୁ ଅର୍ପଣ କରିବେ। ଏବଂ ଯଦି ଆପଣ ସକ୍ଷମ ତାହେଲେ ନିଶ୍ଚିନ୍ତ ଭାବରେ ରାମ, ଲକ୍ଷ୍ମଣ ଏବଂ ମା ସୀତାଙ୍କୁ ମଧ୍ୟ ଲାଲ ରଙ୍ଗର ନଚେତ୍ ଧଳା ରଙ୍ଗର କୌଣସି ବସ୍ତ୍ର ଆପଣମାନେ ଅର୍ପଣ କରନ୍ତୁ। ଯାହା ବି ଆପଣଙ୍କର ମନୋକାମନା ଅଛି ତାକୁ ଜଣେଇକି ନିଶ୍ଚିନ୍ତ ଭାବରେ ପୂର୍ଣ୍ଣ ହେବ। ସେହିପରି ଜାଣି ରଖନ୍ତୁ ଯେ ରାମଚନ୍ଦ୍ରଙ୍କର କ୍ଷୀରି ଭାରି ପସନ୍ଦ, ଭାରି ପ୍ରିୟ। ତେଣୁ ରାମଚନ୍ଦ୍ରଙ୍କୁ କ୍ଷୀରିର ଭୋଗ ଅର୍ପଣ କରନ୍ତୁ। ତା ସହିତ ଯଦି ସକ୍ଷମ ତାହେଲେ ଗରିବମାନଙ୍କୁ, ଛୋଟ ଛୋଟ ବାଳକମାନଙ୍କୁ ନିଶ୍ଚିନ୍ତ ଭାବରେ କ୍ଷୀରି ଦିଅନ୍ତୁ ଖାଇବା ପାଇଁ। ଦେଖିବେ ଯେଉଁ କାମରେ ଆପଣ ଅସଫଳତା ଭୋଗୁଛନ୍ତି ନିଶ୍ଚିନ୍ତ ଭାବରେ ସେଥିରେ ଆପଣ ସଫଳ ହେବେ। ସେହିପରି ଯେଉଁମାନଙ୍କର ବାହାଘର ହେଉନି, ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଉଛି, ଆପଣମାନଙ୍କ ପାଇଁ ଗୋଟେ ବଢ଼ିଆ ଉପାୟଟି, ଛୋଟିଆ ଉପାୟଟି। କ'ଣ କରିବେ ନା ଏଇ ମନ୍ତ୍ରର ପାଠ ଆପଣମାନେ କରନ୍ତୁ। ଯାଇକି ରାମଙ୍କର ଦର୍ଶନ କରିକି ଚାଲି ଆସିବେ। ଯଦି ସମ୍ଭବ ହେଉଛି ସେଇଠି ବସିକି 108 ଥର ଏ ମନ୍ତ୍ରର ପାଠ କରିବେ। ଯଦି ସମ୍ଭବ ହେଉନି ତାହେଲେ ଘରେ ଆସିକି ଦର୍ଶନ କରିକି ଆସିବା ପରେ ଘରେ ମଧ୍ୟ ବସିକି 108 ଥର ଆପଣମାନେ ଜପ କରିପାରିବେ। ଖାସ୍ କରିକି ଯେତେ ଦିନ ପର୍ଯ୍ୟନ୍ତ ପୂଜା ଚାଲିବ, 4 ଦିନ 5 ଦିନ ପର୍ଯ୍ୟନ୍ତ, ଯେତେ ପର୍ଯ୍ୟନ୍ତ ପୂର୍ଣ୍ଣାହୁତି ନ ହେଇଛି ସେତେ ଦିନ ପର୍ଯ୍ୟନ୍ତ ଆପଣମାନେ ଏ ମନ୍ତ୍ରର ଜପ କରିପାରିବେ, କିଛି ଅସୁବିଧା ନାହିଁ। ମନ୍ତ୍ରଟି ହେଉଛି କ'ଣ? ଓମ୍ ଶ୍ରୀಂ ବରପ୍ରଦାୟ ଶ୍ରୀ ନମଃ ପାଠ କରିବେ। ଆଉ ତୁଳସୀ ପତ୍ରର 108ଟି ତୁଳସୀ ପତ୍ରର ମାଳାଟିଏ ରାମଚନ୍ଦ୍ରଙ୍କୁ ଅର୍ପଣ କରିଦିଅନ୍ତୁ। ଆଉ ଗୋଟିଏ ମାଳା ହନୁମାନଙ୍କୁ ଅର୍ପଣ କରିଦିଅନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କର ଯାହା ବି ସମସ୍ୟା ଅଛି ସେଥିରୁ ଆପଣ ମୁକ୍ତି ପାଇଯିବେ। ସେହିପରି ମାତା ସୀତାଙ୍କୁ ଆପଣମାନେ ହଳଦୀ କ'ଣ କରିବେ ନା ହଳଦୀରେ ଅଳ୍ପ ଟିକେ ଟିକେ ପାଣି ଦେଇଦେବେ। ଟିକେ ପାଣି ଦେଇକି ମିଶେଇକି ଯେମିତି ଅଟା ଦଳନ୍ତିନି ସେମିତି ଅଟା ଭଳିଆ ହଳଦୀରେ ଟିକେ ପାଣି ଦେଇକି ତାକୁ ଅଟାର ଗୋଲି ସବୁ ମାନେ ହଳଦୀର ଗୋଲି ସବୁ କରିଦେବେ। ଆଉ ତାକୁ ଆପଣ ମା ସୀତାଙ୍କୁ ଅର୍ପଣ କରନ୍ତୁ। ସେ ଭାରି ପ୍ରସନ୍ନ ହେବେ, ଖୁସି ହେବେ। ନହେଲେ ହଳଦୀର ମାଳା ମିଳୁଛି ବଜାରରେ, ହଳଦୀର ମାଳା ଆପଣ ମାତା ସୀତାଙ୍କୁ ଅର୍ପଣ କରନ୍ତୁ। ନିଶ୍ଚିନ୍ତ ଭାବରେ
ଆପଣଙ୍କର ଯେଉଁ ବିବାହରେ ଯେଉଁ ସମସ୍ୟା ରହିଛି ସେ ସବୁ ଆଉ ରହିବ ନାହିଁ। ଇଏ ଥିଲା ଶ୍ରୀରାମ ନବମୀ ଦିନ ଆପଣମାନେ କେମିତି କ'ଣ କରିବେ ବା କ'ଣ କରିବେ ଉପାୟ ଯାହାଦ୍ୱାରା କି ଆପଣଙ୍କର ମନୋକାମନା ପୂରଣ ହେବ। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ। ଯଦି କିଛି କଥା ଆପଣ ଜାଣିପାରିଲେନି, ମନରେ ପ୍ରଶ୍ନ ଅଛି, ନିଶ୍ଚିନ୍ତ ଭାବରେ ପଚାରିବେ କମେଣ୍ଟ ମାଧ୍ୟମରେ। ମୁଁ ଚେଷ୍ଟା କରିବି ତାର ଉତ୍ତର ଦେବା ପାଇଁ। ଭିଡ଼ିଓ ଭଲ ଲାଗିଲେ ସେୟାର କରିକି ସମସ୍ତଙ୍କୁ ଜଣାଇବେ, ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲେ ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।